Pranam are the lotus feet of the Divine Mother. Karunamai Ma, Param Prabhu Sri Aurobindo, ଉପସ୍ଥିତ ସମସ୍ତ ମାତୃ ସନ୍ତାନ, ମାଙ୍କର ବାଣୀରୁ ମୁଁ ଆଲୋଚନା କରିବି। ଆମର ମନଟା ଯେତିକି ଅଧିକ ପରିମାଣରେ ଅଜ୍ଞାନ ଭିତରେ ରହିଥାଏ, ତାହା ସେତିକି ସହଜରେ ଅନ୍ୟ ସବୁ କିଛିର ବିଚାର କରିବାରେ ଲାଗିଥାଏ। ଏପରିକି ଯାହା ବିଷୟରେ ସେ ମୋଟେ କିଛି ହେଲେ ଜାଣେ ନାହିଁ ଓ କିଛି ହେଲେ ବୁଝିବାକୁ ସମର୍ଥନ ହୁଏ ନାହିଁ, ତା ବିଷୟରେ ବିଚାର କରିବାକୁ ଆରମ୍ଭ କରେ। ମାଙ୍କର ଏଇ ଯୋଉ ବାଣୀ, ସେଥିରେ ଆମେ ବୁଝିବା ଅଜ୍ଞାନୀ ମନ ସବୁବେଳେ ବିଚାର କରି ଆରମ୍ଭ କରେ। ମନଟା ଯେତେ ଅଜ୍ଞାନୀ ହବ ସେ ସେତେ ଅନ୍ୟକୁ ବିଚାର କରି ଆରମ୍ଭ କରିବ। ଏପରିକି ସେ ଯୋଉଟା ଜାଣିନି ସେଇ କଥାକୁ ବିଚାର କରି ଆରମ୍ଭ କରେ। ଯେମିତି ଆମେ କହ ହଁ ଜଣେ ଏତେ ବର୍ଷ ଧରି ସ୍କୁଲରେ ରହିଲାଣି ଆଉ ଡିଆଇ ହେଇକି ରିଟାୟାର୍ଡ ହେଇଛି, ତେଣୁ ଶିକ୍ଷକତା ଦୃଷ୍ଟିରୁ ଭଲ ଟିଚର ହିସାବରେ ବେଷ୍ଟ, ଆମେ ଏ କଥା କହିବା। କାରଣ ସେ ଡିଆଇ ହେଇକି ରିଟାୟାର୍ଡ ହେଇଛି, ଦୀର୍ଘ 40 ବର୍ଷ କି କେତେ ଦିନ ସେ ଚାକିରି କରିଥିବେ ଶିକ୍ଷା କ୍ଷେତ୍ରରେ। ହଁ, ସେଟା ସରକାରୀ କ୍ଷେତ୍ରରେ ହୁଏତ ଠିକ ହେଇପାରେ, କିନ୍ତୁ ପ୍ରକୃତ ଶିକ୍ଷା କ୍ଷେତ୍ରରେ ପ୍ରକୃତ ଶିକ୍ଷା ବିଶେଷ କିଛି ଜାଣିନି, ତାର ଆମେ ତାକୁ ବଡ ପଦବୀ ଦେଇକି ବସେଇଦବା, ଏଜୁକେସନିଷ୍ଟ କରିଦବା, ସିଏ ତାଙ୍କ ଢାଞ୍ଚାରେ ଚଲେଇବା ଆରମ୍ଭ କରିବେ। ତେଣୁ ମହାଶୟଙ୍କର ଆଇଡିଓଲୋଜି କଣ ସେ ଜାଣିନଥିବେ। ତାପରେ ମହାଶୟ ଆଇଡିଓଲୋଜି ସେଠି ହଟାଗଲା, ଅର୍ଥାତ୍ ମହାଶୟଙ୍କ ଆଦର୍ଶ ସେଠି ପ୍ରତିହତ ହେଲା। ମନ ବିଚାର କରିଛି ସେ ଯେ ଏତେ ବର୍ଷ ଧରି ଚାକିରି କରିଛନ୍ତି, ଏତେ ଅଭିଜ୍ଞତା ତାଙ୍କର, 40 ବର୍ଷ ପାଠ ପଢେଇଛନ୍ତି, ତେଣୁ ନିଶ୍ଚିତ ଜଣେ ଭଲ ଶିକ୍ଷକ ସିଏ। ନାଇଁ, ସେଟା ହୁଏତ ସାଧାରଣ ସ୍କୁଲ ପାଇଁ ସେ ଭଲ, ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପାଇଁ ସେ ନୁହଁ, ମହାଶୟଙ୍କ ଆଦର୍ଶ ପାଇଁ ସେ ନୁହଁ। ମା ଶ୍ରୀ ଅରବିନ୍ଦଙ୍କ ସ୍କୁଲରେ ସେ କେତେ ଅଭିଜ୍ଞ, ସେ କେତେ ମହାଶୟଙ୍କ ପ୍ରତି ଓପନନେସ ରଖିଛନ୍ତି, କେତେ ନେଇକି ବଞ୍ଚିଛନ୍ତି, ସେ କଥା ମାଇଣ୍ଡ ବିଚାର କରିବ। ତେଣୁ ଆମେ ଯାହା ବିଷୟରେ ଜାଣିନୁ ତା ବିଷୟରେ ବିଚାର କରିବାକୁ କରିଦଉଛୁ, ଆରମ୍ଭ କରିଦଉଛୁ। ଯାହା ବିଷୟରେ କିଛି ଜାଣିନୁ, ହଁ ଏଇଟା ଏମିତି ହେଇଥିବ, ସେମିତି ହେଇଥିବ, ସେମିତି ହେଇଥିବ ପୁରା। ଆରେ ସେ ପ୍ରକୃତିରେ କଣ ହେଇଛି ଆମେ ଜାଣିନୁ, କିନ୍ତୁ କହି ପକଉଛୁ। ଦି ଜଣ କଥା ହଉଛନ୍ତି, ସେ ଲୋକଟା ଏମିତି ଏମିତି ଜାଣିଛ ନା, ଆଉ ଜଣେ ତା ବିଷୟରେ କିଛି ଜାଣିନଥିବ, ହଁ ପରା ଆଜିକାଲି ଲୋକ ଗୁଡାକ ସେମିତି। ଆରେ ସେ କୋଉ କାରଣରୁ, କୋଉ ପରିସ୍ଥିତିରେ, କୋଉ ଉଦ୍ଦେଶ୍ୟରେ, ସେ କୋଉ ମନୋଭାବରେ ସେ କାମଟା କରିଛି କେବଳ ସେ ବ୍ୟକ୍ତି ଜାଣେ। ଆମେ ଥାର୍ଡ ପର୍ସନ, ଆମେ ଆଉ ଜଣଙ୍କ କଥାରେ ତାଳ ଦେଇକିରି କହିଲୁ, ହଁ ପରା ଆଜିକାଲି ଲୋକ ଗୁଡାକ ଏମିତି ସେମିତି ଏମିତି କରନ୍ତି, ସେମିତି କରନ୍ତି, ତେଣୁ ତାକୁ ବିଚାର କରି ଆରମ୍ଭ କରିଦେଲେ। ହେଲେ ଠିକଟା କୋଉଟା, ସତଟା କୋଉଟା, ମାଇଣ୍ଡ ସେ ପର୍ଯ୍ୟନ୍ତ ପହଞ୍ଚି ନାହିଁ। ପୁଣି ମା କହୁଛନ୍ତି, ତୁମର ମନ ଭିତରେ ସେଇ ଶାନ୍ତି ଓ ସ୍ଥିର ଧୈର୍ଯ୍ୟଶୀଳ ପ୍ରଜ୍ଞା ରାଜତ୍ୱ କରିବାକୁ ଆରମ୍ଭ କରୁ ଏବଂ ତାହା ତୁମକୁ ତରତର ହୋଇ କୌଣସି ସିଦ୍ଧାନ୍ତ କରି ପକାଇବାରୁ ଓ ଅନ୍ୟ ଉପରେ ବିଚାର କରି ବସିବାରୁ ନିବୃତ୍ତ କରି ରଖିଥାଉ। ତେଣୁ ଆମେ କୌଣସି କଥାକୁ ହଠାତ୍ ନ ନେଇ ଆଗ ଭିତରକୁ ସ୍ଥିର କରିବା, ଶାନ୍ତ କରିବା, ଧୈର୍ଯ୍ୟଶୀଳ ହବା। ଏଇ ଅବସ୍ଥା ଆସିଲେ ପ୍ରଜ୍ଞା ଆମ ଭିତରେ ରାଜତ୍ୱ କରିବ। ସେ ପ୍ରଜ୍ଞାରୁ ଆମେ ଜାଣିପାରିବା ଏବଂ ସେଇଠି କିଛି ସିଦ୍ଧାନ୍ତ ନେଇପାରିବା। ଆଉ ଅନ୍ୟମାନଙ୍କ ଉପରେ ଯୋଉ ବିଚାର କରିଦଉଛୁ ସେଥିରୁ ଆମେ ନିବୃତ୍ତ ରହିବା, କେବେ ଅନ୍ୟକୁ ବିଚାର କରିବାନି। ଯଦି ଆମେ ଅନ୍ୟକୁ ବିଚାର କରି ଆରମ୍ଭ କଲୁ, ଭୁଲ ବା ଠିକ କହିଦେଲୁ, ଭୁଲ କେତେବେଳେ ଦେଖାହେଲା? ମୋର ଗୋଟେ କ୍ୱେଶ୍ଚନ ବାରି, ଭୁଲ କେତେବେଳେ ଦେଖାହେଲା? ମୋ ଭିତରେ ସେ ଭୁଲଟା ଅଛି ବୋଲି ଅନ୍ୟଠି ମତେ ସେ ଭୁଲଟା ଦେଖାଗଲା। ମା ଶ୍ରୀ ଅରବିନ୍ଦଙ୍କ ଆଇଡିଓଲୋଜି କହୁଛି ଗୋଟେ ପ୍ରକାର, ଆମେ କରୁଛେ ଆଉ ଗୋଟେ ପ୍ରକାର। ତେଣୁ ଏଇ ଯୋଉ ସ୍ଥିତିରେ ଆମେ କହୁଛୁ ସେ ଆଉ ଗୋଟେ ପ୍ରକାର ଯେହେତୁ କରିଦେଲା, ସେ ଭୁଲ କରିଦେଲା। ସେ କୋଉ ପରିସ୍ଥିତିରେ ସେ କାମଟା କରି ପକେଇଛି, ତାର ଚେତନା ସ୍ଥିତି କଣ ଆମେ ସେଇଟା ଜାଣିଛୁ କି? ତା ଆତ୍ମାର ପ୍ରେରଣା କଣ ଆମେ ଜାଣିଛୁ କି?
ତେଣୁ ଯୋଉଟା ଆତ୍ମାର ପ୍ରାଣ ସେଇଟା ହଉଛି ଠିକ। ତା ପ୍ରାଣର ବଶବର୍ତ୍ତୀ କାମ କରୁଛି କି ତା ମନର ବଶବର୍ତ୍ତୀ କାମ କରୁଛି କି ତା ଚେତନାର ବଶବର୍ତ୍ତୀ କି ଆତ୍ମାର ବଶବର୍ତ୍ତୀ କାମ କରୁଛି, ଆମେ କଣ ତାକୁ ଜାଣିଛୁ କି? ଆଉ ବିଚାର କାହିଁ କରୁଛୁ ଭୁଲ ଠିକ? ପ୍ରତ୍ୟେକ ବ୍ୟକ୍ତି ତା ନିଜ ଭିତରେ ତାର ଭୁଲ ଅଛି, ତାର ଠିକ ଅଛି। ସମସ୍ୟା ନିଜ ଭିତରେ ଅଛି, ସମାଧାନ ନିଜ ଭିତରେ ଅଛି। ଆମେ ଅଯଥାରେ ଯୋଉ ବିଚାର କହିକି ପଳଉଛୁ, ବିଚାର କରିଦଉଛୁ। ମା ସେଥିପାଇଁ କହିଛନ୍ତି when two persons are quarreling both are wrong। ଯେତେବେଳେ ଦି ଜଣ ଲୋକ କଳି ଲାଗନ୍ତି ସେ କ୍ଷେତ୍ରରେ ଉଭୟ ଭୁଲ। ଯେତେବେଳେ ଦି ଜଣ ଲୋକ କଳି କରନ୍ତି ଜାଣିବେ ସେତେବେଳେ ଦି ଜଣ ଭୁଲ। ଆମେ ବିଚାର ହେଇକି ଗଲୁ ଇଏ ଭୁଲ ସିଏ ଠିକ। ଯଦି ମୋର ସେ ଘର କାମ ଦାମ କରିଦଉଥିବ, ମୋ ଛୁଆକୁ ସ୍କୁଲରେ ଛାଡି ଦଉଥିବ, ମୋ ଘରେ ପରିବା ପତ୍ର ଆଣି ଦଉଥିବ କି କ୍ଷୀର ଆଣି ଦଉଥିବ କି ମାର୍କେଟିଂ ଟିକେ କରିଦଉଥିବ, ମୋ ଘରେ ମୋ ସହିତ ସମ୍ପର୍କ ଅଛି, ତାହେଲେ ମୁଁ ତାକୁ ଟିକେ ସମର୍ଥନ କରି କଥାଟା କହିବି। ତା ଆଡକୁ ଯେମିତି ଆଞ୍ଚ ନ ଆସିବ, ତାକୁ ଢାଙ୍କଣା ଦେବା ପାଇଁ ମୁଁ କଥା କହିବି। ଏଟା ପକ୍ଷପାତ ହେଲା। ଆମେ ଯଦି ସବୁବେଳେ ସତ୍ୟର ସପକ୍ଷରେ ଥିବା ତାହେଲେ କିଏ ଭୁଲ କିଏ ଠିକ ଆମେ ନ ଦେଖି ସତ୍ୟର କଥାଟା ସେଠି କହିଦବା। ସେଠି ଭୁଲ ଯାହାର ହେଇଥାଉ ଠିକ ଯାହାର ହେଇଥାଉ। ତେଣୁ ଏଇ ସତ୍ୟର ପ୍ରଭାବଟା କେତେବେଳେ ଆସିବ? ଯେତେବେଳେ ପ୍ରଜ୍ଞା ଜାଗ୍ରତ ହବ। ପ୍ରଜ୍ଞା କେତେବେଳେ ଜାଗ୍ରତ ହବ? ଯେତେବେଳେ ଭିତରେ ଶାନ୍ତି, ସ୍ଥିରତା ଏବଂ ଧୈର୍ଯ୍ୟଶୀଳ ଅବସ୍ଥା ଥିବ। ତେଣୁ କୌଣସି କଥାକୁ ଆମେ ତରତର ହେଇକି ସିଦ୍ଧାନ୍ତ ନ ନେଇ ବା ବିଚାର ଭିତରୁ ଆମକୁ ନିବୃତ୍ତ ରହିବାକୁ ପଡିବ। ମନକୁ ସ୍ଥିର ରଖିବା ଓ ଆବଶ୍ୟକ ସମ୍ବାଦ ଗୁଡିକୁ ପ୍ରାପ୍ତ କରିବା ପୂର୍ବରୁ ତରତର ହୋଇ କୌଣସି ସିଦ୍ଧାନ୍ତରେ ଯାଇ ଉପନୀତ ହୋଇପଡ଼ିବାରୁ ସର୍ବଦା ନିବୃତ୍ତ ହୋଇ ରହିବା, ଏହା ସର୍ବଦା ଅଧିକ ଭଲ କଥା। ତେଣୁ କୌଣସି କଥାକୁ ତରତର ହେଇକି କିଛି ସିଦ୍ଧାନ୍ତ ନବା ନାହିଁ। ତାର ମଣିଷର ଆଉ ଗୋଟେ ନେଚର ହଉଛି କଣ? ସେ ଉପରୁ ଯାହା ଦେଖିଦିଏ ତାକୁ ନେଇକି ହିସାବ କରେ, ବିଚାର କରେ। ହଁ ତ ଏଇଟା ମୁଁ ଦେଖିଛି, ମୁଁ ନିଜେ ମୋ ଆଖି ଦେଖା କଥା କହିବି ନା। ମୁଁ ଯାହା ଦେଖିଛି ସେଟା ସତ କହିବି ନା। ଯାହା ଦେଖିଛି ସେ ବି ଭୁଲ, ମନେ ରଖିଥାନ୍ତୁ। ମୁଁ ତାର ଉଦାହରଣ ଦଉଛି। ସପୋଜ ଦି ଜଣ କଲ୍ ଲାଗିଲେ, ସ୍ୱାମୀ ସ୍ତ୍ରୀ। ସ୍ତ୍ରୀ ଗଲା କହିଲା ମୁଁ ସୁଇସାଇଡ କରିଦେବି। ବ୍ରିଜ ଉପରୁ ଗଲା ଡେଇଁବ, ତଳକୁ ପୋଲ ତଳକୁ ଡେଇଁବ। ସ୍ୱାମୀ ଗଲା ତାକୁ ବଞ୍ଚେଇବା ପାଇଁ। ଇଏ ପହଞ୍ଚତେ ପହଞ୍ଚତେ ସ୍ତ୍ରୀ ଡେଇଁ ପଡିଛି। ସ୍ୱାମୀ ତା ପଛେ ପଛେ ଡେଇଁ ପଡିଛି। ଲୋକେ ବାହାରେ ଦେଖିଲେ, ଗଲେ ଗଲେ କଣ ହେଲା ଏମିତି ହେଲା। ଆମର ଧାରଣା ଦି ଜଣ ଯାକ ସୁଇସାଇଡ କଲେ ରାଗି। ନା, ଜଣେ ସୁଇସାଇଡ କରିବାକୁ ଡେଉଁଥିଲା ବେଳେ ଆଉ ଜଣେ ବଞ୍ଚେଇବା ପାଇଁ ଡେଉଁଛି। ଆମେ ବାହାରୁ ଦେଖୁଛୁ ଦି ଜଣ ଯାକ ଡେଇଁଛନ୍ତି ଠିକ। କିଏ କୋଉ ଉଦ୍ଦେଶ୍ୟରେ ଡେଇଁଛି ଆମେ ଜାଣିଛୁ? ସତ କୋଉଟା କହିବୁ? କୋଉଟାକୁ ସତ କହିବୁ? କିଏ କୋଉ ଉଦ୍ଦେଶ୍ୟରେ ଡେଇଁଛି ଆମେ ଜାଣିନୁ। ସେମିତି କିଏ କୋଉ ମନୋଭାବ ନେଇ କାମ କରୁଛି, କିଏ କୋଉ ଉଦ୍ଦେଶ୍ୟରେ କାମ କରୁଛି, ଆମେ ସେଟା ଜାଣିନୁ। ତେଣୁ କାହିଁକି ଭୁଲ ବା ଠିକ ବୋଲି ବିଚାର କରିବା? ଆମେ କେ ବିଚାର କହି କୋଉଠି ଯିବା? ତେଣୁ ଉପରୁ ମା ଲେଖିଛନ୍ତି ବାଣୀରେ, ଯେ ଉପରୁ ଆମେ ଯାହା ଦେଖୁ, ବାହ୍ୟତଃ ଆମେ ଯାହା ଦେଖୁ, ସେଥିରେ ସତ୍ୟତାର ବିଚାର କରିବ ନାହିଁ। କାରଣ ଯଥାର୍ଥ ସତ୍ୟ ଉପର ଠାରୁ ଦୃଷ୍ଟିରେ ବହୁ ଦୂରରେ ରହିଯାଏ। ସେ ଅନ୍ୟ କିଛିକୁ ବ୍ୟକ୍ତ କରିବାରେ ଲାଗିଥାଏ। ତ ସେଠି ଭୁଲ ଭାଲ ହେଇଯାଏ। ତେଣୁ ଉପରୁ ଯାହା ଦେଖୁଛୁ ସେ ସତ ନୁହେଁ। ତା ପଶ୍ଚାତରେ କାରଣଟା ଜାଣିବା। କାରଣ ନ ଜାଣିକି ଆମେ କିଛି ମନ୍ତବ୍ୟ ଦବା ନାହିଁ। ମା କହୁଛନ୍ତି ପୁଣି, ଏପରି ବିଚଳିତ ହୋଇପଡି ତୁମେ ଭୁଲ କଲ। ଏଥିରୁ ଏଇଆ ଜଣା ପଡିଲା ଯେ ତୁମର ମନ ଓ ହୃଦୟରେ ସନ୍ଦେହ ବଦ୍ଧ ହୋଇ ବସିଥିଲା ଏବଂ ଜଣେ ଯଦି ନିଜେ ଶୁଦ୍ଧ ହୋଇ ରହିଥିବ ସେ କଦାପି କୌଣସି ସନ୍ଦେହ ପୋଷଣ କରିବ ନାହିଁ। ଆମେ ସବୁ ସନ୍ଦେହ କରୁ। ମଣିଷ ଭିତରେ ସନ୍ଦେହ ରହିଛି। ସବୁ ମଣିଷ ଭିତରେ ସନ୍ଦେହ। ସନ୍ଦେହରୁ କେତେ ଜଣ ଦୂର ରହିଛନ୍ତି? ଆଜିକାଲି ତ ଫୋନରେ ଏଇ ସନ୍ଦେହଟା ବେଶୀ ହଉଛି। ଧର ସ୍ତ୍ରୀ ଯଦି ଫୋନରେ କୁଆଡେ ଗପୁଛି, କାହା ସହିତ ଗପୁଛି ରେ? ଯଦି ସ୍ୱାମୀ ଗପୁଛି, ସ୍ତ୍ରୀ ଡାଉଟ କରୁଥିବ କାହା ସହିତ ଗପୁଛନ୍ତି। ଗୋଟେ ପୁଅଟେ ଗୋଟେ ଝିଅକୁ ଭଲ ପାଉଛି, ସେ ଝିଅଟା କାହା ସହିତ ଗପୁଛି, ଖାଲି ଡାଟା ନଉଥିବ। କାହା ସହିତ ଗପିଲା ଦେଖିବା, ଖବର ନଉଥିବ। ଡାଉଟ, କୁଆଡେ ଗଲେ, କଣ କଲେ, କଣ ନାହିଁ, ଡାଉଟ। ଏଇ ଜିନିଷଟା ତିଆରି ହଉଥିବ। ତେଣୁ ଏଇ ଯୋଉ ସନ୍ଦେହଟା କାହିଁକି ଆସିଲା? କାରଣ ଯିଏ ସନ୍ଦେହ କରୁଛି ଜାଣିବେ ତା ଭିତରେ ଶୁଦ୍ଧତା ନାହିଁ, ତେଣୁ ସେ ସନ୍ଦେହ କରୁଛି। ତେଣୁ ବିଚଳିତ ହେଇ ପଡୁଛି ଆମେ ସେଥିରେ। ମା ସେ କଥାଟି କହିଲେ, ବିଚଳିତ ହେଇ ପଡିବା ବଡ ଭୁଲ। ସେଥିରୁ ଏଇଆ ଜଣା ପଡୁଛି ଯେ ତୁମର ମନ ହୃଦୟରେ ସନ୍ଦେହ ବଦ୍ଧ ହୋଇ ବସିଥିଲା
ଏବଂ ଯଦି ଜଣେ ନିଜେ ଶୁଦ୍ଧ ହୋଇ ରହିଥିବ ସେ କଦାପି କୌଣସି ସନ୍ଦେହ ପୋଷଣ କରିବ ନାହିଁ। ମନ କଦାପି ଯଥାର୍ଥ ଜ୍ଞାନର ସମର୍ଥ ହୁଏ ନାହିଁ। ମନ କଦାପି ଯଥାର୍ଥ ଜ୍ଞାନର ସମର୍ଥ ହୁଏ ନାହିଁ। ତାହା କେବଳ ଉପରଟା ଦେଖି ହିଁ ବିଚାର କରୁଥାଏ। ତାହା କେବଳ ଉପରଟା ଦେଖି ହିଁ ବିଚାର କରୁଥିବ। ମନରେ ଯଦି ଆମେ ବିଚାର କରୁଛୁ ସେ କେବଳ ଉପର ଠାରିଆ କଥା ହିଁ ବିଚାର କରୁଛୁ। ମୋଟେ ସେ ସଠିକ କଥାକୁ ବିଚାର କରିପାରିବ। ତେଣୁ ସେଗୁଡାକୁ ତା ଆଦୌ ସମଗ୍ର ଭାବରେ ବି ଦେଖେ ନାହିଁ, କାରଣ ମନର ସେମିତି ସାମର୍ଥ୍ୟ ନାହିଁ। ମାତ୍ର ସେଗୁଡିକର ଯେତିକି ତା ଆଖିରେ ପଡେ ସେ କେବଳ ସେତିକି ଦେଖେ। ତେଣୁ ତାର ବିଚାର ଗୁଡାକ ନିଶ୍ଚିତ ଭାବରେ ଭ୍ରମାତ୍ମକ ହୋଇ ରହିଥାଏ। ଆମେ ଯେତିକିଟା ଦେଖି ସେତିକି କହୁଛୁ ନା, ଆଉ ତା ପଶ୍ଚାତରେ ଯୋଉ ଗଭୀର ସତ୍ୟତା ଅଛି, କାରଣଟା ଅଛି, ଆମେ ସେଟା ଦେଖିନୁ। ଉପରେ ଘଟଣାଟା ଦେଖିଲୁ, ପରିଣାମଟା ଦେଖିଲୁ, ସେଇଟାକୁ ନେଇ କହୁଛୁ। ଏବଂ ସେଥିରେ ଯେତେ ଆଂଶିକ ଦେଖୁଛୁ ଆହୁରି କିଛି ରହିଯାଇଛି, ତେଣୁ ପୂର୍ଣ୍ଣ ସତ୍ୟଟା ଆମେ ଜାଣିପାରିବୁ। ତେଣୁ ମନ ସେଥିରେ ସମର୍ଥ ନୁହେଁ, ସେ ଅଜ୍ଞାନତାର ଦୃଷ୍ଟିରେ ଦେଖେ। ତେଣୁ ଅଜ୍ଞାନତାର ପ୍ରଭାବରେ ସେ ବଶବର୍ତ୍ତୀ ହୁଏ ଏବଂ ତାରି ଧାରାରେ ସେ ମତାମତ ବି ଦିଏ। ତେଣୁ ଅଜ୍ଞାନତା ବଶତଃ ଯୋଉ ମତାମତ ଆସେ ସେ ନିଶ୍ଚିତ ଭୁଲ ହବ। ସେଗୁଡା ଯୋଉ ସମଗ୍ର ଭାବରେ ବି ଦେଖେ ନାହିଁ, ମାତ୍ର ସେଗୁଡିକ ଯେତିକି ତା ଆଖିରେ ପଡେ ସେ କେବଳ ସେତିକି ଦେଖେ। ତେଣୁ ତାର ବିଚାର ଗୁଡାକ ନିଶ୍ଚିତ ଭାବରେ ଭ୍ରମାତ୍ମକ ହୋଇ ରହିଥାଏ। କେବଳ ସତ୍ୟ ଚେତନା ହିଁ ଯଥାର୍ଥ ଭାବରେ ସତ୍ୟକୁ ଜାଣେ। ତେଣୁ ଯିଏ ସତ୍ୟ ଚେତନା ଅଛି ସିଏ ହିଁ ସତ୍ୟଟା କଣ ଜାଣେ ଏବଂ ତା କେବେ ହେଲେ ସନ୍ଦେହ କରିବ ନାହିଁ। କେବେ ହେଲେ ବିଚାର ଓ ଅନ୍ୟମାନଙ୍କ ଭିତରେ ବା ପରିସ୍ଥିତିରେ କୌଣସି ଗୋଟେ ଭୁଲ ରହିଛି ବୋଲି ନିଷ୍ପତ୍ତି କରିବା ପୂର୍ବରୁ ତୁମକୁ ନିଜର ବିଚାରିତ ଦୋଷ ଶୂନ୍ୟତା ବିଷୟରେ ଆଗ ସୁନିଶ୍ଚିତ ହୋଇପଡିବ। ମା ଏଠି ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ଗୋଟେ ବଡ କଥାଟି କହିଲେ ଯେ ଆମେ ଅନ୍ୟମାନଙ୍କ ଭିତରେ ବା ପରିସ୍ଥିତି ଗୁଡିକ ଭିତରେ କୋଉ ଭୁଲଟା ରହିଛି ବୋଲି ଯୋଉ ନିଷ୍ପତ୍ତି କରିବା ପୂର୍ବରୁ ଆମକୁ ଆଗ ନିଜ ବିଚାରଟିର ଦୋଷ ଶୂନ୍ୟତା ବିଷୟରେ ସୁନିଶ୍ଚିତ ହେବାକୁ ପଡିବ। ଆମେ ଦୋଷ ଶୂନ୍ୟ ହେଇନାହୁଁ ତାହେଲେ ଅନ୍ୟର ଦୋଷ ଆମେ ଦେଖିବୁ କେମିତି? ତେଣୁ ଅନ୍ୟର ଦୋଷ ଶୂନ୍ୟତା, ଅନ୍ୟର ଦୋଷଟା ଦେଖିବା ପୂର୍ବରୁ ନିଜକୁ ଆଗେ ଦୋଷ ଶୂନ୍ୟତା କରିଥିବା ଦରକାର। ଆମେ କହିପାରିବା ଆମେ ଦୋଷ ଶୂନ୍ୟ ବୋଲି, ତାହେଲେ ଆମେ ଅନ୍ୟ କାହିଁ ବିଚାର କରିବା ଯାଉଛୁ? ତେଣୁ ଏଇ ଯୋଉ ଆମ ଡେ ଟୁ ଡେ ଲାଇଫରେ ଏମିତି କେତେ ଗୁଡିଏ ପ୍ରାକ୍ଟିକାଲ ଦିଗକୁ ଆମେ କେବେ ଅନୁଧ୍ୟାନ କରିନୁ, ସାଧନା ତ ବହୁତ ଦୂରର କଥା। ଆମେ ଦୈନନ୍ଦିନ ଜୀବନର ଚଳଣୀରେ ଏଇ କେତେ ଗୁଡେ କଥାକୁ ଆମେ ଇମ୍ପ୍ଲିମେଣ୍ଟ କରିବାକୁ ପଡିବ। କାରଣ ଆମ ଡେ ଟୁ ଡେ ଲାଇଫରେ ଏମିତି ଆମ ଭିତରେ ଏମିତି ଅନେକ ତୁ ତା ମେ ମା ସବୁ ହୁଏ। ତେଣୁ ଆମେ ପରସ୍ପର କାଦୁଅ ଛେଟାଛେଟି ହଉ, ଇଏ ତା ଦୋଷ ଦେଖିବ, ସିଏ ତା ଦୋଷ ଦେଖିବ, ଏସବୁ ଅଜ୍ଞାନତାର ପ୍ରଭାବରେ କାର୍ଯ୍ୟକାରୀ ହୁଏ। ତେଣୁ ଏସବୁଥିରେ ଆମକୁ ନିବୃତ୍ତ ନ ରହିବା ପର୍ଯ୍ୟନ୍ତ ଆମ ଭିତରେ ସାଧନା ହବନି। ତେଣୁ ଆଗ ନିଜକୁ ଦୋଷ ଶୂନ୍ୟ କରିବା, ତାପରେ ଯେ ଆମେ କାହାର ଦୋଷ କି ନାହିଁ ଆମେ ଜଜ୍ କରିବା ପାଇଁ ସମର୍ଥ ହବା। ଜଜ୍ କରିବାକୁ ତ ମା କହୁନାହାନ୍ତି, ଜଜ୍ କରିବା ପାଇଁ ସମର୍ଥ ହବା। ତେଣୁ ନିଜର ଦୋଷ ଶୂନ୍ୟତା ବିଷୟରେ ଆଗେ ସୁନିଶ୍ଚିତ ହବାକୁ ପଡିବ। ଆଉ ଯେପର୍ଯ୍ୟନ୍ତ ଆମେ ଅଜ୍ଞାନକୁ ଭିତ୍ତି କରି ରହିଥିବା ଓ ମିଥ୍ୟା ଦ୍ୱାରା ପୁରୁଥିବା, ଏଇ ସାଧାରଣ ଚେତନାଟି ମଧ୍ୟରେ ବାସ କରୁଥିବା, ସେ ପର୍ଯ୍ୟନ୍ତ ଆମର କୋଉ ବିଚାରଟି ପ୍ରକୃତରେ ନିର୍ଭୁଲ ଓ ଦୋଷମୁକ୍ତ ବୋଲି କୁହାଯାଇ ପାରିବ। ଯେପର୍ଯ୍ୟନ୍ତ ଆମର କୋଉ ବିଚାରଟି ଯେପର୍ଯ୍ୟନ୍ତ ଆମେ ଅଜ୍ଞାନକୁ ଭିତ୍ତି କରି ରହୁଥିବା, ଯେପର୍ଯ୍ୟନ୍ତ ମିଥ୍ୟା ଦ୍ୱାରା ପୁରିଥିବା, ସାଧାରଣ ଚେତନାରେ ବାସ କରୁଥିବା, ସେ ପର୍ଯ୍ୟନ୍ତ କୋଉ ବିଚାରଟା ପ୍ରକୃତରେ ନିର୍ଭୁଲ ବା ଦୋଷମୁକ୍ତ ବୋଲି ଆମେ କହିବା? କୋଉଟା ଦୋଷମୁକ୍ତ ବୋଲି କହିପାରିବାନି। ଆମେ ଯେପର୍ଯ୍ୟନ୍ତ ଅଜ୍ଞାନତା ଭିତ୍ତି କରୁଛୁ ଦୋଷମୁକ୍ତ କଥା ଆମେ କହିପାରିବାନି। କେବଳ ସେଇ ପରମ ରୁଚିତି ହିଁ ବିଚାର କରିପାରିବେ। ତେଣୁ ଯାବତୀୟ ପରିସ୍ଥିତିରେ ସେ ପରମ ଦିବ୍ୟସତ୍ତାଙ୍କ ଉପରେ ସକଳ ବିଚାରର ଭାର ଛାଡିଦେବା ହିଁ ଅଧିକ ଭଲ କଥା ହବ। ତେଣୁ ଆମେ କୌଣସି କଥା ବିଚାର ନ କରି ସେଇ ପରମଙ୍କ ପାଖରେ ଛାଡିଦେବା, ତାହେଲେ ସେଇଟା ଠିକ ହବ। ଆମେ କହୁଛୁ ହଁ ମୋ ସେ ଏମିତି ମତେ କହିଲେ ସେମିତି କହିଲେ, ମୁଁ ସେ ଅମକ ଲୋକଙ୍କୁ କହି ବିଚାର କରି, ଥାନାକୁ ଯିବି, ଥାନା ବାଲାକୁ ବିଚାର କରି, ସେ କୋର୍ଟକୁ ଯିବି ବିଚାର କରି, କଣ ହବ ଏଠି? ଗୋଟେ ହନ୍ତସନ୍ତ ହେବି, ଧାଁ ଦୌଡ କରିବି, ଆଉ ପଇସା ପତ୍ର ଗୋଟେ ଖର୍ଚ୍ଚ କରି ଓକିଲକୁ ଦେବି, ପଇସା ଗୋଟେ ଯାହା ଥିଲା ମୋର କଳାଧନ ଯେତିକି ଥିଲା ଓକିଲକୁ ପୋଷିବି, ଆଉ ତାପରେ ଶେଷରେ ହାରାସମେଣ୍ଟ ହେଇକି ଆସିବି।
ସିଏ ତାର 2 ମାସ ଜାଗାରେ 5 ମାସ, 5 ମାସ ଜାଗାରେ 8 ମାସ, 8 ମାସ ଜାଗାରେ ବର୍ଷ, 2 ବର୍ଷ, 3 ବର୍ଷ, 5 ବର୍ଷ, ଶେଷରେ ଏମିତି କୋର୍ଟ ଦୌଡି ଦେଲେ, ଶେଷରେ ଯାହା ହଉଥିବ ଏଇଟା ଯାଇପାରିବନି, ବିଚାର ଏନେ ହେଲା ନହେଲେ। এইଭଳି ଗୋଟେ ହାରାସମେଣ୍ଟ ଭାବ ନେଇକି ଆମେ ଚୁପ୍ ହେଇକି ରହୁଛି। କାହିଁକି? ପ୍ରଥମରୁ କାହିଁକି ଆମେ ବିଚାରଟାକୁ ଭଗବାନଙ୍କ ହାତରେ ଛାଡିବାନି? ଭଗବାନ ଉପରେ ତ ଛାଡ଼ିଦେଲେ ତୁରନ୍ତ ବିଚାର ହେଇଯାଆନ୍ତା। ଆମେ ସେ କଥା ନ କରିକି ଆମେ ଆମ ବୁଦ୍ଧି ପ୍ରୟୋଗ କରୁଛୁ। ପଞ୍ଚାୟତ ବସେଇବା, ଭଦ୍ରଲୋକ ବସେଇବା, ପଞ୍ଚାୟତ ବସେଇବା, କୋର୍ଟ ଥାନାକୁ ଯିବା, କୋର୍ଟ କଚେରୀ ଯିବା, ହାଇକୋର୍ଟ ଯିବା, ସୁପ୍ରିମକୋର୍ଟ ଯିବା, ଶେଷରେ ଆଉ ସୁପ୍ରିମକୋର୍ଟ ଯେତେବେଳେ ନହେଲା ତାପରେ ହ୍ରାସ ହବ, ଭଗବାନଙ୍କ ଉପରେ ଛାଡି ଆମେ ଯାହା ଆମ ଭାଗ୍ୟରେ ଥିବ ଆଉ। ଶେଷରେ ଆମେ କହୁଛୁ ଯାହା ଆମ ଭାଗ୍ୟରେ ଥିବ। କାହିଁକି? ପ୍ରଥମ ନୁହେଁ। ଆଉ ଗୋଟେ ମଣିଷର ବଦ ଧାରଣା ଅଛି, କଣ ନା ସମସ୍ତେ ଯାହାକୁ ସାଧାରଣତଃ ଏକ ଉଚିତ ଧାରା ବା ଢଙ୍ଗ ବୋଲି କହି ଆସିଥାନ୍ତି, ଆମେ ସେଇଆ ଭାବୁ ଏଇଟା ଠିକ ବୋଲି। ସମସ୍ତେ ଯୋଉଟା ଠିକ କହୁଛନ୍ତି ସେଇଟା ଠିକ ନା। ଆଉ ଆମେ ଏଇ କଥାଟା କହୁ, ଯାହାକୁ ସାଧାରଣତଃ ସମସ୍ତେ ଏକ ଉଚିତ ଧାରା ବା ଢଙ୍ଗ ବୋଲି କହି ଆସିଥାନ୍ତି, କୌଣସି ବ୍ୟକ୍ତି ଯେତେବେଳେ ଠିକ ସେଇ ଧାରା ଓ ସେଇ ଢଙ୍ଗର ହୋଇ ନ ପାରୁଛି, ଯଦି ତାର ସକଳ ଅଂଶ ଓ ସକଳ କ୍ରିୟାରେ ସେ ପ୍ରତ୍ୟାଶିତ ଭାରସାମ୍ୟଟିକୁ ରଖିପାରୁନାହିଁ, ଯଦି କେତୋଟି ପ୍ରବୃତ୍ତି ଅଳ୍ପ ବହୁତ ନଥିଲା ପରି ମନେ ହେଉଛି ଓ ଆଉ କେତୋଟି ପ୍ରବୃତ୍ତି ଅତି ବେଶୀ ବ୍ୟକ୍ତ ହେଇ ପଡୁଛି, ତେବେ ଏକ ଚିରାଚରିତ ଓ ସହଜ ଅଭ୍ୟସ୍ତତାର ବଶବର୍ତ୍ତୀ ହୋଇ ତାକୁ ସମସ୍ତେ ଅସ୍ୱାଭାବିକ ବୋଲି କହିବାରେ ଲାଗିଥାନ୍ତି ଏବଂ ତରତର ଭାବରେ ଏପରି ଏକ ନିନ୍ଦାବାଦ କରି ସେମାନେ ତା ବିଷୟରେ ସବୁଯାକ କଥା କହିଦେଲେ ବୋଲି ମନେ କରିଥାନ୍ତି। ଜଣେ ଲୋକ 100 କଥାଟା କହୁଥିବ, ସେଠି ଆଉ 5 ଜଣ କି 10 ଜଣ 15 ଜଣ ବସିଥିବେ, ନା ଏଇଟା ଏମିତି କହିବା କଥା ନୁହଁ, ସେଟା ଏମିତି କହିବା କଥା ନୁହଁ, ଏମିତି ହବା କଥା, ସମସ୍ତେ କହୁଛନ୍ତି। ଏଇଠି ମା ସେଇ କଥାଟା କହୁଛି, ସମସ୍ତେ ଯାହାକୁ ସାଧାରଣତଃ ଏକ ଉଚିତ ଧାରା ବୋଲି ବା ଢଙ୍ଗ ବୋଲି କହୁଥାନ୍ତି, କୌଣସି ବ୍ୟକ୍ତି ଯେତେବେଳେ ଠିକ ସେଇ ଧାରା ବା ସେଇ ଢଙ୍ଗର ହୋଇ ନ ପାରୁଛି, ଯଦି ତାର ସକଳ ଅଂଶ ଓ ସକଳ କ୍ରିୟାରେ ସେ ପ୍ରତ୍ୟାଶିତ ଭାରସାମ୍ୟଟିକୁ ରଖିପାରୁନାହିଁ, ସକଳ ଅଂଶ ଏବଂ ସକଳ କ୍ରିୟାରେ ସେ ତାର ପ୍ରକୃତ ଭାରସାମ୍ୟଟା ରଖିପାରୁନାହିଁ, ଯଦି କେତୋଟି ପ୍ରବୃତ୍ତି, ମଣିଷର ତ ପ୍ରବୃତ୍ତି ଅଛି ନା, ପ୍ରକୃତି ବର୍ଷ ଯଦି ଚାଲୁଛି ତେଣୁ ତାର ଗୋଟେ ପ୍ରବୃତ୍ତି ଅଛି, ଅଳ୍ପ ବହୁତ ନଥିଲା ପରି ମନେ ହଉଛି, ତାର ଏଇ ଢଙ୍ଗରେ କହିବା କଥା କିନ୍ତୁ ଏଇଟା ହେଇପାରୁନି। ଏଇଟା ଆମେ ସମସ୍ତେ ଏଇ ରିମାର୍କ ଦଉଛନ୍ତି, ମନ୍ତବ୍ୟ ଦଉଛନ୍ତି। ଆଉ କେତୋଟି ପ୍ରବୃତ୍ତି ଅତି ବେଶୀ ବ୍ୟକ୍ତ ହେଇ ପଡୁଛି, ଯୋଉଟା ହବା କଥା ନୁହେଁ ସେଇଟା ହଉଛି, ଯୋଉଟା ହବା କଥା ସେଇଟା ହଉନି, ଲୋକ ଏଇ ପ୍ରକାର ମନ୍ତବ୍ୟ ଦେଇ ଦଉଛନ୍ତି। ସେତେବେଳେ ଆମ ଚିରାଚରିତ ସହଜ ଅଭ୍ୟସ୍ତତାର ବଶବର୍ତ୍ତୀ, ଚିରାଚରିତ ଢାଞ୍ଚାରେ ଏବଂ ସହଜ ଅଭ୍ୟସ୍ତତାର ବଶବର୍ତ୍ତୀ ହୋଇ ତାକୁ ସମସ୍ତେ ଅସ୍ୱାଭାବିକ ବୋଲି ବିଚାର କରିବାରେ ଲାଗିଥାନ୍ତି, ଅସ୍ୱାଭାବିକ ବୋଲି କହିଥାନ୍ତି ଏବଂ ତରତର ଭାବରେ ଏପରି ଏକ ନିନ୍ଦାବାଦ କରି ସେମାନେ ତା ବିଷୟରେ ସବୁ ଯାକ କଥା କହିଦେଲେ ବୋଲି ମନେ କରିଥାନ୍ତି। ଏଇଟା ସାଧାରଣ ଭାବରେ ଆମର ଏଇଟା ହୁଏ। ଯେତେବେଳେ କ୍ଷମତାର ଏକ ସ୍ଥାନରେ ରହିଥିବା କୌଣସି ବ୍ୟକ୍ତି ଅବିଚାରିତ ଭାବରେ ଏପରି ଗୋଟେ ରାୟ ଦେଇଦିଏ, ସେତେବେଳେ ତାର ପରିଣାମ ଗୁଡିକ ହୁଏତ ଅତ୍ୟନ୍ତ ଅନିଷ୍ଟକାରକ ହେବାର ସମ୍ଭାବନା ମଧ୍ୟ ରହିଥାଏ। ଯିଏ କ୍ଷମତାରେ ବସିଛନ୍ତି ସେ ଯଦି ତରତର ହେଇ ପରିଣାମ ଗୁଡିକ ମାନେ ଯଦି ରାୟ ଦେଇଦେଲେ, ଅବିଚାରିତ ଭାବରେ ଯଦି ରାୟ ଦେଇଦେଲେ, ହୁଏତ ତା ଦ୍ୱାରା ଅନେକ ଅନିଷ୍ଟକାର ହେବାର ସମ୍ଭାବନା ଦେଖା ଦେଇଥାଏ। ଯଥାର୍ଥ ସହାନୁଭୂତି କହିଲେ ପ୍ରକୃତରେ କଣ ଯିଏ ବୁଝାଏ, ଏଭଳି ବ୍ୟକ୍ତି ମାନଙ୍କର ସେ କଥା ଅବଶ୍ୟ ଜାଣିବା ଉଚିତ। ତେଣୁ ଯୋଉମାନେ କ୍ଷମତାରେ ଆମେ ଯାହାକୁ ବିଚାରକ ବୋଲି ଭାବୁଛୁ, ତାଙ୍କର ଗୋଟେ ସହାନୁଭୂତି ରହିବା ଦରକାର। ସେ ସହାନୁଭୂତି ପ୍ରକୃତିରେ କଣ ସେ ଜାଣିଥିବା ଦରକାର। ଯେ ସେ ସହାନୁଭୂତି ତାଙ୍କର ନାହିଁ, ତାହେଲେ ଏଭଳି ବ୍ୟକ୍ତି ମାନଙ୍କ ବିଷୟରେ ସେ ଯୋଉ କଥା ସବୁ କହନ୍ତି, ସେଗୁଡିକ ଅନେକ କିଛି ବ୍ୟକ୍ତ କରିଦିଏ ଆଉ ଅନେକ କ୍ଷତିର କାରଣ ମଧ୍ୟ ହେଇଥାଏ। ତେଣୁ ଏଭଳି ବ୍ୟକ୍ତି ମାନଙ୍କର ସେ କଥା ଅବଶ୍ୟ ଜାଣିବା ଉଚିତ, ସହାନୁଭୂତି କହିଲେ ପ୍ରକୃତିରେ କଣ ବୁଝାଏ, এই କଥା ସେମାନେ ଜାଣିବା ଦରକାର। ତେବେ ଯାଇ ଯଦି ସହାନୁଭୂତି ବିଷୟରେ ଜାଣିପାରିଲେ, ତେବେ ଯାଇ ସେମାନେ ଏକ ଭିନ୍ନ ପ୍ରକାର ଆଚରଣ କରିପାରିବେ। ଯଦି ସହାନୁଭୂତି ନାହିଁ, ତାହେଲେ ସେମାନେ କଦାପି ଭିନ୍ନ ଆଚରଣ କରିପାରିବେନି। ଅର୍ଥାତ ଚିରାଚରିତ ଢାଞ୍ଚାରେ ସମସ୍ତେ ଯାହା କହୁଛନ୍ତି ସିଏ ମଧ୍ୟ ସେଇଆ କହିବେ। ଯଥାର୍ଥ ସତ୍ୟର ଧାରାରେ ସେମାନେ ଚାଲିପାରିବେ ନାହିଁ। ତେଣୁ ସର୍ବପ୍ରଥମ ଆବଶ୍ୟକତା ହେଉଛି ଯେ ଆମେ କାହାରି ବିଷୟରେ
ନିନ୍ଦାତ୍ମକ ଭାବରେ କିଛି ଭାବିବାରୁ ହିଁ ସର୍ବଦା ନିରସ୍ତ ହୋଇ ରହିବା। ଏଇଟା ହେଲା ସମସ୍ତଙ୍କ ପାଇଁ ଗୋଟେ କମନ ରୁଲ ଯେ ଆମେ କେବେ କାହା ବିଷୟରେ ନିନ୍ଦାତ୍ମକ ଭାବରେ କିଛି ଭାବିବା ନାହିଁ, କାହାର ନିନ୍ଦା କରିବା ନାହିଁ, ନିନ୍ଦା କଥା ଭାବିବା ବି ନାହିଁ, ସେଥିରୁ ଦୂରକୁ ରହିବା। ଯେତେବେଳେ ଆମର କୌଣସି ଜଣେ ବ୍ୟକ୍ତି ସହିତ ସାକ୍ଷାତ ହୁଏ ସେତେବେଳେ ଆମର କଠୋର ସମାଲୋଚନା ମୂଳକ ଭାବନା ଗୁଡାକ ସତ୍ୟ ବା ତା ନାକ ଉପରେ ଗୋଟେ ମୁଥ ମାରିବା ପରି କାର୍ଯ୍ୟ କରେ। ଆମେ ଯଦି ସମାଲୋଚନା କଥା କହୁଛୁ ତାକୁ ସେଟା କେମିତି ଲାଗୁଥିବ? ସପୋଜ ମୋ ବିଷୟରେ ଜଣେ ସମାଲୋଚନା କରେ, ମତେ କେମିତି ଲାଗୁଥିବ? ମୋ ନାକ ଆଗରେ ଗୋଟେ ମୁଥା ମାରିଲା ଭଳିଆ ଲାଗୁଥିବ। ମୁଁ ଯଦି ଭିତରେ ସ୍ଥିର ଥିବି ତାହେଲେ ବାହାରେ ବାହାରେ ପଳଉଥିବ, ଭିତରକୁ ଏଇଟା ପ୍ରଭାବ ପକଉନଥିବ। ତେଣୁ ମୋ ଭିତରର ସ୍ଥିତି କେମିତି ରହିବା ଦରକାର? ତେଣୁ ଏଥିରେ ଆଦୌ ସନ୍ଦେହ ନାହିଁ ଯେ ତଦ୍ୱାରା ଭିତରେ ମଧ୍ୟ ଏକ ବିଦ୍ରୋହ ଭାବ ସୃଷ୍ଟି କରିଦିଏ। ମୁଁ ଯଦି ଜଣକ ବିଷୟରେ ନିନ୍ଦାତ୍ମକ ଭାବରେ କିଛି କହିଲି ବା ଭାବନା ରଖିଲି, ନୋ ଡାଉଟ ଅନ୍ୟମାନଙ୍କ ଭିତରେ ସେଇ ପ୍ରକାର ବିଦ୍ରୋହ ଭାବକୁ ସୃଷ୍ଟି କରିଦେବି। ସେ ବିଦ୍ରୋହୀ ହେଇନଥିବ କିନ୍ତୁ ଅଟୋମେଟିକ ବିଦ୍ରୋହୀ ହେଇଯିବ, କାରଣ ମୁଁ ତା ବିଷୟରେ ନିନ୍ଦାତ୍ମକ ଭାବନା ରଖିଛି। ତେଣୁ ଅନ୍ୟ ଜଣେ ଭଲ ହବ କି ଖରାପ ହବ, ମୋ ପ୍ରତି ଉଦାର ହବ କି ନିଷ୍ଠୁର ହବ, এটা ମୋ ଉପରେ ନିର୍ଭର କରେ। ତେଣୁ ଏଇ ଯୋଉ ବିଦ୍ରୋହାତ୍ମକ ଭାବନାକୁ ଆମ ଭିତରେ ସୃଷ୍ଟି କରିବା ନାହିଁ, ନିନ୍ଦାତ୍ମକ ଭାବନାକୁ ଆମ ଭିତରେ ସୃଷ୍ଟି କରିବା ନାହିଁ, ବା ଯୋଉଟାକ ପରିବେଶକୁ ତିକ୍ତ କରିଦବ ସେ ପ୍ରକାର ଭାବନା ଆମେ ରଖିବା ନାହିଁ। ମୋଟାମୋଟି ଭାବରେ ଆମେ କୌଣସି ନିନ୍ଦାତ୍ମକ ଭାବନାକୁ କାର୍ଯ୍ୟକାରୀ କରିବାକୁ ଦବା ନାହିଁ। ଆଉ ଯଦି ଆମେ ଦେଲେ ଏଥିରେ କିଛି ସନ୍ଦେହ ନାହିଁ ଯେ ଯୋଉ ବ୍ୟକ୍ତି ବିଷୟରେ ନିନ୍ଦାତ୍ମକ ଭାବନା ସବୁ ରଖୁଛେ, ବିଦ୍ରୋହାତ୍ମକ ଭାବ ରଖୁଛେ, ତା ଭିତରେ ସେ ବିଦ୍ରୋହ ଭାବକୁ ଆମେ ସୃଷ୍ଟି କରିଦବା। ଆମର ମନୋଗତ ସଂରଚନା ଗୁଡାକ ସେଇ ବ୍ୟକ୍ତି ଲାଗି ଏକ ବିକୃତକାରୀ ଦର୍ପଣ ପରି କାର୍ଯ୍ୟ କରେ ଏବଂ ତାପରେ ସେ ବ୍ୟକ୍ତି ପ୍ରକୃତିରେ ଆଦୌ ବିବ୍ରତ ହୋଇ ନଥିଲେ ମଧ୍ୟ, ବିଚିତ୍ର ହୋଇ ନଥିଲେ ମଧ୍ୟ ବିଚିତ୍ର ହେବାକୁ ବାଧ୍ୟ ହବ। ସେ ଲୋକ ଆଗରୁ ବିଚିତ୍ର ନଥିଲା। ମୋର ଏ ଯୋଉ ବିଦ୍ରୋହାତ୍ମକ ଭାବନା ଥଟ୍ସ ହଉଛି ଗୋଟେ ଭାଇବ୍ରେସନ। ତେଣୁ ମୋର ଭାବନା ସେ ଗୋଟେ ଭାଇବ୍ରେଟ ହୁଏ, ତେଣୁ ସେଟା ଭାଇବ୍ରେସନ ଅନ୍ୟମାନଙ୍କ ଭିତରେ ସେ ପ୍ରକାର ଭାବନା ତିଆରି କରିଦବ। ମୁଁ ଜଣଙ୍କ ବିଷୟରେ ଖରାପ ଭାବୁଛି ଏଠି, ଜାଣିବା ଦରକାର ସେ ଲୋକ ଭିତରେ ବି ସେଇ ପ୍ରକାର ଭାବନା ତିଆରି ହବ, ମୋ ପାଇଁ ସେ ସେଇ ପ୍ରକାର ହବ। ଅନ୍ୟମାନଙ୍କ ପାଇଁ କଣ ମୁଁ କହିପାରିବି? ମୁଁ ଯଦି ଜଣଙ୍କ ପାଇଁ ଖରାପ ଭାବନା ରଖୁଛି, ବିଦ୍ରୋହାତ୍ମକ ଭାବନା ରଖୁଛି, ନିନ୍ଦାତ୍ମକ ଭାବନା ରଖୁଛି, ତାର ନିନ୍ଦା କରୁଛି, ଭାବନା ବି ରଖିଛି ସେ ଏମିତି ହେଇଯାନ୍ତା, ସେମିତି ହେଇଯାନ୍ତା, ଏମିତି ହୁଅନ୍ତା, ସେମିତି ହୁଅନ୍ତା, ସେ ଅପମାନ ପାଆନ୍ତା କି ଗାଳି ଶୁଣନ୍ତା କି ଆଉ କଣ ଅଫେନ୍ସ ହୁଅନ୍ତା କି ଆଉ କଣ ଗୋଟେ ହୁଅନ୍ତା, ଠିକ ସେଇ ପ୍ରକାର ଲୋକ କଥା ଗୁଡାକ ତା ଭିତରେ ବି ତିଆରି କରିବ। ତେଣୁ ସେଇ ପ୍ରକାର ବିଦ୍ରୋହ ତା ଭିତରେ ସୃଷ୍ଟି ହବ। ତେଣୁ ସେଟା ସୃଷ୍ଟି ହେଲା କେମିତି? ମୋ ଭିତରେ ସେଇଟା ଥିଲା, ତେଣୁ ସେଇ ଭାଇବ୍ରେସନ ଟା ତାଙ୍କ ଭିତରେ କ୍ରିୟା କରିଗଲା। ଦର୍ପଣ ଭଳିଆ କାମ, ବିକୃତକାରୀ ଦର୍ପଣ ସେଇଟା କୁହାଯିବ। ମୋ ଭିତରେ ତ ଭଲ ନାହିଁ, ତେଣୁ ଦର୍ପଣ ଟା ଭଲ କୋଉଠି ଆସିବ? ସେ ବି ଦର୍ପଣ ସେଇଭଳିଆ ଖରାପ ହେଇକି ବାହାରିଲା ଦର୍ପଣରେ, ଏବଂ ତାପରେ ସେ ବ୍ୟକ୍ତି ପ୍ରକୃତିରେ ବିଚିତ୍ର ହେଇ ନଥିଲେ ମଧ୍ୟ ବିଚିତ୍ର ହେବାକୁ ବାଧ୍ୟ ହବ। ଆଉ ଜଣେ ବ୍ୟକ୍ତି ମୋଟେ ସ୍ୱାଭାବିକ ନୁହେଁ ବୋଲି ରହିଥିବା ଧାରଣାକୁ ଲୋକମାନେ ଆପଣା ମନ ଭିତରୁ ସମ୍ପୂର୍ଣ୍ଣ ଭାବରେ ପୋଛି ଦେଇ ନ ପାରନ୍ତି କାହିଁକି? ସେ ଲୋକ ଭିତରେ କଣ ଗୋଟେ ସ୍ୱତନ୍ତ୍ରତା ରହିଛି, ସ୍ୱାଭାବିକ ନୁହେଁ, ଅସ୍ୱାଭାବିକ ଧାରଣା ଯୋଉ ଲୋକମାନଙ୍କ ଭିତରେ ରହିବା କଥା। ଆଉ ଜଣେ ବ୍ୟକ୍ତି ମୋଟେ ସ୍ୱାଭାବିକ ନୁହେଁ, ଅର୍ଥାତ ଆମେ ଯେମିତି ସ୍ୱାଭାବିକ ଲୋକ ସେ ସେଭଳି ସ୍ୱାଭାବିକ ଅବସ୍ଥାରେ ରହିପାରୁନି, ତା ଭିତରେ ଗୋଟେ ପ୍ରତିକ୍ରିୟାପୂର୍ଣ୍ଣ ଭାବ ଦେଖା ଦଉଛି। ଆଉ ଜଣେ ବ୍ୟକ୍ତି ମୋଟେ ସ୍ୱାଭାବିକ ନୁହେଁ ବୋଲି ଆମର ଯୋଉ ସେ ଲୋକ ତ ସ୍ୱାଭାବିକ ନୁହଁ, ତା ଭିତରେ ସବୁବେଳେ ଏମିତି ଏଇ ଯୋଉ ଧାରଣାଟା ଆମର ଅଛି, ଏଇ ଧାରଣାଟାକୁ ଲୋକମାନେ ଆପଣାର ମନ ଭିତରୁ ସମ୍ପୂର୍ଣ୍ଣ ପୋଛି ଦେଇ ନ ପାରନ୍ତି କାହିଁକି? ନିଜ ଭିତରେ ଭୁଲ ଧାରଣା ଗୁଡାକୁ ରଖିଛନ୍ତି କଣ ପାଇଁ? ଏଟାକୁ ପୋଛି ଦଉନାହାନ୍ତି କଣ ପାଇଁ? ଯଦି ସେମାନେ ପ୍ରକୃତିରେ ପୋଛି ଦେଇ ପାରନ୍ତେ ବହୁତ କିଛି ଉପକାର ହୁଅନ୍ତା, ପରିବେଶରେ ତିକ୍ତତା ତିଆରି ହୁଅନ୍ତା ନାହିଁ। ସେମାନେ ପ୍ରକୃତିରେ କେଉଁ ମାନଦଣ୍ଡ ଉପରେ ବିଚାର କରି ସେଭଳି କରୁଥାନ୍ତି ବା କହୁଥାନ୍ତି? କିଏ ପ୍ରକୃତିରେ ସ୍ୱାଭାବିକ ଓ ଉଚିତ ପ୍ରକାରର ଏଠି କହିଲ? ମା କହୁଛନ୍ତି, ମୁଁ ତ କହିବି ଯେ କେହି ଜଣେ ହେଲେ ବ୍ୟକ୍ତି ବି ଉଚିତ ପ୍ରକାର ଓ ଆଦର୍ଶ ସ୍ଥାନୀୟ ନୁହେଁ, କାରଣ ଆଦର୍ଶ ସ୍ଥାନୀୟ ହେବାର ଅର୍ଥ ହେଉଛି ଏକ ଦିବ୍ୟ ମନୁଷ୍ୟରେ ପରିଣତ ହେବା। ତେଣୁ ଉଭୟ
ଇଏ ବିଧୁରାତ୍ମ ଭାବ ଦେଖଉଛି, ସିଏ ବିଧୁରାତ୍ମ ଭାବ, ଇଏ ତାକୁ କହୁଛି ତୋ ଯୋଗୁ ମୁଁ ଏମିତି ହେଲି, ସେ କହୁଛି ନା ମୁଁ ତୋ ଯୋଗୁ ମୁଁ ଏମିତି ହେଇଛି, ଇଏ ତାକୁ ଦୋଷ ଦଉଛି, ସେ ତାକୁ ଦୋଷ ଦଉଛି, ଉଭୟ ଦୋଷ ଦବା ଧରି ବ୍ୟସ୍ତ ହେଲା, କାଦୁଅ ଛିଟା ଛିଟି ସବୁ ହଉଛନ୍ତି। ତେଣୁ ଏଇଭଳି ଯେପର୍ଯ୍ୟନ୍ତ ଚାଲିଥିବ ଆଦର୍ଶ ଗଲା କୁଆଡେ, ଆଦର୍ଶ ତା ବାଟରେ। ତେଣୁ ମା କଣ କହିଛନ୍ତି, ତାକୁ କିଏ ମାନେ ପ୍ରସ୍ତୁତ ନୁହଁ, ମୁଁ ମୋ ଧାରଣାର କଥା କହିଲି, ସେ ତା ଧାରଣାର କଥା କହିଲି, ମୁଁ ତା ବିଷୟରେ ନିନ୍ଦା ଭାବ ପୋଷଣ କଲି, ସିଏ ମୋ ବିଷୟରେ ନିନ୍ଦା ଭାବ ପୋଷଣ କଲା। ଏଇଭଳି ଭାବରେ ନିନ୍ଦାତ୍ମକ ଭାବନାର ଯୋଉ ଭାଇବ୍ରେସନ ତିଆରି ହେଲା, ସେଠି ଆଦର୍ଶ କୁଆଡେ ପଳେଇଲା। ତେଣୁ ଏସବୁ ଆଦର୍ଶ ସ୍ଥାନୀୟ କଥା ନୁହେଁ। ତେଣୁ ଆଦର୍ଶର କାର୍ଯ୍ୟ ସେଠି ହେଇପାରିବ ନାହିଁ। ତେଣୁ ମାଙ୍କୁ ଯେତେବେଳେ ବଦଲା, ମା କହିଲେ ମୁଁ ତ କହିବି ଯେ କେହି ଜଣେ ହେଲେ ବ୍ୟକ୍ତି ଉଚିତ ପ୍ରକାର ଆଦର୍ଶ ସ୍ଥାନୀୟ ନୁହେଁ, କାରଣ ଆଦର୍ଶ ସ୍ଥାନୀୟ ହବାର ଅର୍ଥ ହଉଛି ଏକ ଦିବ୍ୟ ମନୁଷ୍ୟରେ ପରିଣତ ହବା। କିଏ ଦିବ୍ୟ ମଣିଷ ହେଇଛି? ଆମେ ତ ଏପର୍ଯ୍ୟନ୍ତ ହେଇନୁ। ତେଣୁ ଆମ ମଣିଷ ଭିତରେ ନିହାତି ରହିବ। କାରଣ କଣ ନା, ମନୁଷ୍ୟର ଗୋଟାଏ ପାଦ ପ୍ରାଣୀତ୍ୱ ଭିତରେ ରହିଛି, ଆଉ ଗୋଟେ ପାଦ ମାନବତ୍ୱ ଭିତରେ ରହିଛି। ତେଣୁ ପ୍ରାଣୀତ୍ୱ ଭିତରେ ରହିଛି ମାନେ ପ୍ରାଣ ପ୍ରକୃତିର ଜୋରଦାର କ୍ରିୟା କରୁଛି, ପ୍ରାଣ ଭିତରେ ଅହଙ୍କାର ଅଛି, ଅଜ୍ଞାନତା ଅଛି, ବିଦ୍ୱେଷ ଅଛି, ହିଂସା ଅଛି, ଈର୍ଷା ଅଛି। ତେଣୁ ଏସବୁ ଗୁଡାକ ପ୍ରାଣ ଭିତରେ ଅଛି। ତେଣୁ ଯେହେତୁ ଆମେ ପ୍ରାଣୀତ୍ୱ ଭିତରେ ଗୋଟେ ପାଦ ରହିଛୁ, ଆମ ଭିତରେ ପ୍ରଭାବ ବି ଦେଖାଦବ। ପୁଣି ଆମେ ମଣିଷ ହେଇଛୁ, ମଣିଷତ୍ୱ ପାଖରେ ଗୋଟେ ପାଦ ଅଛି। ତେଣୁ ମଣିଷର ରୂପଟା ଧରିଛୁ, ଗୁଣଟା ପ୍ରକାଶ ପାଇନି। ତେଣୁ ଡୁଆଲ ପୋଜିସନରେ ଆମେ ଅଛୁ। ଏଇ ପ୍ରକାର ଯେପର୍ଯ୍ୟନ୍ତ ଚାଲିଥିବ, ତାପରେ ଆମେ କଣ କରୁଥିବା, ଭଗବାନ ଦିବ୍ୟ ହବା ପାଇଁ ଆମେ ଚାହୁଁଛୁ। ଗୋଟେ ପାଦ ପ୍ରାଣୀତ୍ୱ ଭିତରେ ଅଛି, ଆଉ ଗୋଟେ ପାଦ ମାନବତ୍ୱ ଭିତରେ ଅଛି, ଏବଂ ଯୁଗପତ ଭାବରେ ଆମେ ଦେବତ୍ୱ ଲାଗି ତା ଗୋଟେ ଭିତରେ ଆକାଂକ୍ଷା ରଖିଛୁ। ଦିବ୍ୟ ମଣିଷ ହଉ, କେମିତି ହଉ? ପ୍ରାଣୀତ୍ୱ ଭିତରେ ଗୋଟେ ପାଦ, ମନୁଷ୍ୟ ଭିତରେ ଗୋଟେ ପାଦ, ଆଉ ଦିବ୍ୟ ମଣିଷ ହବା ପାଇଁ ଚାହୁଁଛୁ, କେମିତି ହବ? ଆଉ ତ ଦିଟା ଆକାରରେ ପାଦ ଦେଇଛୁ, ଦିଟା ଡଙ୍ଗାରେ ପାଦ ଦେଇଛୁ, ଗୋଟେ ଡଙ୍ଗା ଛାଡି ପାରୁନୁ, ବିପଦରେ ଆମେ ଆମନ୍ତ୍ରଣ କରିବୁ ନା ନାଇଁ? ପ୍ରାଣୀତ୍ୱକୁ ଛାଡିନୁ, ପୁରା ମନୁଷ୍ୟଟେ ହେଲେ ହୁଅନ୍ତୁ, ପୁରା ମଣିଷ ହେଇନୁ, ପ୍ରାଣୀତ୍ୱକୁ ଛାଡିଲେ ସିନା ପୁରା ମଣିଷ ହଉ, ମାନବତ୍ୱ ପୁରା ପ୍ରକାଶ ପାଇବ। ନା, ପ୍ରାଣୀତ୍ୱଟାକୁ ଛାଡୁନୁ, ମାନବତ୍ୱ ପରେ ଗୋଟେ ପାଦ ରହିଛି, ପ୍ରାଣୀତ୍ୱ ଭିତରେ ଗୋଟେ ପାଦ ରହିଛି। ଆଶା କରୁଛୁ ଆମେ ଗୋଟେ ଦିବ୍ୟ ମଣିଷ ହଉ। ଏଇ ଯୋଉ ଆକାଂକ୍ଷା ରହିଛି, ଏଇଥିପାଇଁ ମନୁଷ୍ୟ ଭିତରେ ବାରବାର ଦୁଃଖ ଯନ୍ତ୍ରଣା ରହୁଛି। ତେଣୁ ସେ ସୁଖକର ଅବସ୍ଥା ଭିତରେ ରହିପାରୁନି। ତେଣୁ ସେ ଆଦୌ ଏକ ସୁଖକର ଅବସ୍ଥାରେ ରହିନାହିଁ। ପ୍ରକୃତ ଇତର ପ୍ରାଣୀ ମାନେ ଅଧିକ ଭଲ ଅଛନ୍ତି। ଇତର ପ୍ରାଣୀ ମାନେ ଯୋଉମାନେ ମନୁଷ୍ୟଠୁ ତଳ, ପଶୁମାନେ। ଇତର ପ୍ରାଣୀ କହିଲେ ବିଶେଷ କରି ପଶୁ କଥା ବୁଝିବା, କାରଣ ସେମାନେ ଆମ ଭଳିଆ ମଣିଷ ଭଳିଆ କଳିକଜିଆ କରନ୍ତିନି, ଭବିଷ୍ୟତ ପାଇଁ ସଞ୍ଚୟ କରି ରଖନ୍ତି। ତାଙ୍କର ଯାହା ଆଣିବେ ସାଙ୍ଗେ ଖାଇଦେବେ ବାଟିକି, ସରିଲା। ପୁଣି ତାପର ଯାହା ପୁଣି ଶିକାର କରିବା, ପୁଣି ଆଣିବା ଖାଇଦେବା। ଆଉ ମନୁଷ୍ୟ କହ ମୁଁ ସଞ୍ଚୟ ରଖିଛି, ମୋର ତୁ କାହିଁକି ନେଇଗଲୁ? ସେ କହୁଥିବ ନା ଏଟା ତ ମୋରଟା, ତୋର କୋଉଠି କହୁଛୁ, କେମିତି ହେଲା ଏଟା ତୋର? ଏମିତି ମନୁଷ୍ୟ ଭିତରେ କଳିକଜିଆ ହୁଏ। ସେଥିପାଇଁ ମା କହିଲେ ପ୍ରକୃତ ଇତର ପ୍ରାଣୀ ମାନେ ଅନେକ ଅଧିକ ଭଲରେ ଅଛନ୍ତି। କାହିଁକି ନା, ନିଜର ପଙ୍କ୍ତିଟି ଭିତରେ ସେମାନେ ଯଥେଷ୍ଟ ଅଧିକ ଭାବେ ସାମଞ୍ଜସ୍ୟତା ଯୁକ୍ତ ହେଇ ରହିଛନ୍ତି। ମନୁଷ୍ୟ ଉପରେ ସେମାନେ କେବେ କଳହ କରନ୍ତି ନାହିଁ। ସେମାନେ କଦାପି କେତେକଙ୍କୁ ନିଜ ଠାରୁ ଛୋଟ ବୋଲି ମନେ କରନ୍ତି ନାହିଁ। ତେଣୁ ସେମାନଙ୍କ ଠାରୁ ଏକ ବ୍ୟବଧାନରେ ମଧ୍ୟ ରହନ୍ତି ନାହିଁ। ଆମେ ତ ସବୁ ଭାବିଲୁ ମୁଁ ତାଠୁ ଉଚ୍ଚରେ ଅଛି, ସେ ମୋର ନିଚରେ ଅଛି, ମୁଁ ମ୍ୟାନେଜିଂ ଟ୍ରଷ୍ଟି ଅଛି, ସିଏ ପିଅନ ହେଇଛି, ସିଏ ମୋ ଅଣ୍ଡରରେ ଚାକିରି କରିଛି, ମୁଁ ଯାହା କହିବି ସେ କରିବ ନା। ଆଉ ମାନେ ଯୋଉ ଡିଫରେନ୍ସ ରଖା ହଉଛି, ଏଇ ପଶୁ ଭିତରେ କଣ ଡିଫରେନ୍ସ ଅଛି? ମୁଁ ଗୋଟେ ମଣିଷ, ସିଏ ଗୋଟେ ମଣିଷ। ଆଚ୍ଛା, ବାଘ ଭିତରେ ଲଢେଇ ଲାଗିବେ, କଣ ବାଘ କହିବ ତୁ ବାଘ ନୁ ବିଲେଇ, ମୁଁ ହଉଛି ବାଘ, ଏଇଆ କହିବ? ବାଘ କେ ଅନ୍ୟକୁ ବିଲେଇ ଦୃଷ୍ଟିରେ ଦେଖିବନି। ଆମେ ତ ସବୁ ସିଏ ଚିନ୍ତା କଲୁ, ମୁଁ ଟ୍ରଷ୍ଟି, ସିଏ ହଉଛି ପିଅନ, ମୁଁ କଲେକ୍ଟର, ସିଏ ହଉଛି ୱାଚମ୍ୟାନ। ଆଉ ଗୋଟେ କଲେକ୍ଟର ଆଉ ଗୋଟେ ୱାଚମ୍ୟାନ ଭିତରେ ଡିଫରେନ୍ସ ନାହିଁ। ଆମେ ଏଇ କଥା କହିଦଉଛୁ। ଏଇ ଯୋଉ ଡିଫରେନ୍ସ ଆମ ଭିତରେ ଦେଖ, ଆଗେ ପ୍ରଥମେ ମଣିଷ, ତାପରେ ତ କଲେକ୍ଟର ହେଇପାର, ଯାହା ହେଇପାର, ପ୍ରଥମେ ଆମେ ମଣିଷ। ଏଇ ପରିଚୟ ନେଇକି ଆମେ ବଞ୍ଚିବାକୁ ପଡିବ। ସେ କଥାଟା ମନେ କରିପାରୁନୁ, ଛୋଟ ବୋଲି ମନେ କରୁଛୁ। କିନ୍ତୁ ଇତର ପ୍ରାଣୀ ମାନେ ଛୋଟ ବୋଲି ମନେ କରନ୍ତିନି। ନିଜର କିଏ ଛୋଟ ବା ନିଜର କିଏ ବଡ, ଏମିତି ବ୍ୟବଧାନ ଡିଫରେନ୍ସ ରଖନ୍ତି। ତେଣୁ ସେମାନେ ଭଲରେ ଅଛନ୍ତି ମନୁଷ୍ୟ ମାନଙ୍କ ଅପେକ୍ଷା। ତେଣୁ ଆମର ଦୃଷ୍ଟିକୋଣରେ ଯଥେଷ୍ଟ ସହାନୁଭୂତି ରହିଥିବା ଦରକାର। ଆପଣାର ସହଚାରୀ ଅନ୍ୟ ମଣିଷଙ୍କ ସହିତ ସହଯୋଗ କରି ଶିଖିବା ଦରକାର। ସେମାନଙ୍କ ଭିତରେ ଯେଉଁ ସବୁ କଥା ଆମର ପସନ୍ଦକୁ ନ ଆସୁଛି, ସେଥିଲାଗି ସେମାନଙ୍କୁ
ବିଦ୍ରୂପ ବା ତାଚ୍ଛଲ୍ୟ ନ କରି ସେମାନଙ୍କୁ ଯଥାର୍ଥ ଭାବରେ ଗଠିତ କରି ଆଣିବା ଦରକାର, ସେମାନଙ୍କୁ ସାହାଯ୍ୟ କରିବା ଦରକାର। ଯଦି ଆମଠୁ ସେ ଟିକେ ଆମେ ଯାହା ଚାହୁଁଛୁ ସେ ଆଶାନୁପାତ କାର୍ଯ୍ୟ କରିପାରୁନି, ସହଯୋଗ କରିବା, ସେ ଜିନିଷ ଆସିବ। ଆଉ ଯଦି ଅହଙ୍କାର ଫୁଲିଥିବ, ହଁ ମୁଁ ଟ୍ରଷ୍ଟି ଅଛି, ସେ ପିଅନ ଅଛି, ସେ ମତେ ଆଡଭାଇସ କରିବ, ମୋର ଗୋଟେ ପ୍ରେଷ୍ଟିଜ ଅଛି ନା ନାହିଁ, ସେ ମୋ କଥା ମାନିବ ନା। ଆଉ ମୋ କଥା ସେ ମାନିବା ଦରକାର। ଏଇ ଯୋଉ କଥା, ଏଇ ଯୋଉ ଚିନ୍ତାଧାରା, ଏଇ ଯୋଉ ବିଚାରଧାରା, ଏଇଟା ଅନ୍ୟକୁ ସାହାଯ୍ୟ କରିବା ପାଇଁ ନୁହେଁ। ଡିଫରେନ୍ସ ରହିଛି ମାନେ ଆମ ଶ୍ଵେତର ଦ୍ୱାରକୁ ଆମେ କ୍ଲୋଜ କରିଦଉଛୁ, ଶ୍ଵେତ ସୁଦ୍ଧା ଖୋଲିବନି। ଯେପର୍ଯ୍ୟନ୍ତ ଆମ ଭିତରେ ଇନଫିରିୟରିଟି ଆଉ ସୁପରିୟରିଟି ଥିବ, ଆମେ କେବେ ମଧ୍ୟ ଚୈତ୍ୟ ସତ୍ତାକୁ ଆବିଷ୍କାର କରିପାରିବା ନାହିଁ, ଏଇଟା ଭଲ କି ମନେ ରଖିବା। କାରଣ ଇନଫିରିୟରିଟି ସୁପରିୟରିଟି, ଉଚ୍ଚ ଜଣେ ନିଚ ଜଣେ, ଏଇ ଯୋଉ ଫିଲିଂସ ଯେପର୍ଯ୍ୟନ୍ତ ଥିବ ଚୈତ୍ୟ ସତ୍ତା ଖୋଲିବନି, ଚୈତ୍ୟ ଦ୍ୱାର ବନ୍ଦ, ଚୈତ୍ୟ ଦ୍ୱାରଟି ସବୁବେଳେ ବନ୍ଦ ହେଇକି ରହିଛି। ବରଂ ଉଲ୍ଟା ହବା ଦରକାର, ଆମର ଦୃଷ୍ଟିକୋଣରେ ଯଥେଷ୍ଟ ସହାନୁଭୂତି ରହିଥିବା ଦରକାର, ଆପଣାର ସହଚାରୀ ଅନ୍ୟମାନଙ୍କ ସହିତ ସହଯୋଗ କରି ଶିଖିବା ଦରକାର। ସେମାନଙ୍କ ଭିତରେ ଯୋଉ ସବୁ କଥା ଆମର ପସନ୍ଦକୁ ନ ଆସୁଛି, ସେଥିଲାଗି ସେମାନଙ୍କୁ ବିଦ୍ରୂପ ବା ତାଚ୍ଛଲ୍ୟ ନ କରି ସେମାନଙ୍କୁ ଯଥାର୍ଥ ଭାବରେ ଗଠିତ କରି ଆଣିବା ଦରକାର, ସେମାନଙ୍କୁ ସାହାଯ୍ୟ କରିବା ଦରକାର। କୌଣସି ବ୍ୟକ୍ତିର ଗୋଟିଏ କିଛି ଦୋଷ ରହିଥିଲେ ମଧ୍ୟ ସେ ଅତି ସମ୍ବେଦନଶୀଳ ଅଥବା ମନୋମୁଖୀ ବି ହୋଇଥିଲେ ମଧ୍ୟ ତାକୁ ଜବରଦସ୍ତି ଦେଖେଇଦେବାର ଅର୍ଥ, ତାକୁ ଜବରଦସ୍ତି ଦେଖେଇଦେବାର ଅଥବା ଗୋଷ୍ଠୀରୁ ଅଲଗା କରିଦେବାର କ୍ଷିପ୍ର ସିଦ୍ଧାନ୍ତ ଗୁଡିକୁ ନେଇ ଆମେ କଦାପି ତା ଜୀବନରେ ଏକ ଉନ୍ନତି ବିଧାନ କରିବାକୁ ଆଶା କରିପାରିବା ନାହିଁ। ସପୋଜ ମୁଁ ଗୋଟେ ଅନୁଷ୍ଠାନରେ ଅଛି, ମୋ ଅନୁଷ୍ଠାନ ମୁଁ ମୁଖ୍ୟ ହେଇକି ଅଛି, କେହି ଜଣେ ସେବକ କଣ ଗୋଟେ ଭୁଲ କରିଦେଲା, ନା ତମେ ଏମିତି କରୁନା, ସେମିତି କରୁନା, ତମକୁ ଦେଲା, ଏଇ ଯୋଉ ଗୋଷ୍ଠୀରୁ ଅଲଗା କରିବା ଯୋଉ ସିଦ୍ଧାନ୍ତ, କ୍ଷିପ୍ର ସିଦ୍ଧାନ୍ତ, ଏଇ ପ୍ରକାର ଭାବରେ ଆମେ କଦାପି ତା ଜୀବନରେ ଉନ୍ନତି ବିଧାନ କରିବାକୁ ଆଶା କରିପାରିବାନି। ତେଣୁ ଆମେ ସମସ୍ତେ ମାଙ୍କ ପାଇଁ ସେବା କରିବାର ସୁଯୋଗ ପାଇଛୁ। ତେଣୁ ପ୍ରତ୍ୟେକ ନିଜ ନିଜ ସ୍ତରରେ ସାଧନା କରିବେ। ତେଣୁ ଆମେ ଏସବୁ ମନୋଭାବକୁ ଦୂରେଇବା ଦରକାର। ତୁମେ ତାର ଅହଂକୁ ନିଜର ଅହଂଟି ଦ୍ୱାରା କୌଣସି ପ୍ରକାର ବାଧ୍ୟ କରିବାକୁ ଚେଷ୍ଟା କରିବ ନାହିଁ। ତୁମେ ତାର ଅହଂକୁ ନିଜର ଅହଂଟି ଦ୍ୱାରା, ତମେ ଜାଣିନ ମୁଁ କୋଉ କ୍ଷମତାର ଲୋକ, କଣ ଭାବୁଛ କି ତମେ, ଚାହିଁଲେ ପରା କାଲି ତମକୁ ଗେଟ୍ ଆଉଟ୍ କରିଦବୁ। ସେ କହୁଥିବ ହଁ ତମେ କଣ କରିବ, ମୁଁ ବି ଚାହିଁଲେ ତମକୁ ଗେଟ୍ ଆଉଟ୍ କରିଦେବି। ଏ ଯୋଉ ଅହଂ ଭିତରେ ଲଢେଇ ଚାଲିଛି, ତୁମେ ତାର ଅହଂକୁ ନିଜର ଅହଂଟି ଦ୍ୱାରା କୌଣସି ପ୍ରକାର ବାଧ୍ୟ କରିବାକୁ ଚେଷ୍ଟା କରିବ ନାହିଁ। ସେ ଠିକ ତୁମରି ଢଙ୍ଗରେ ଆଚରଣ କର ବୋଲି କଦାପି ତମେ ବାଧ୍ୟ କରିବ ନାହିଁ। ବରଂ ତୁମେ ଅତ୍ୟନ୍ତ ଧୀରତା ଓ ବୁଝାବଣା ସହିତ ତା ନିଜ ସ୍ୱଭାବ ଓ ପ୍ରକୃତିର ଧାରାଟି ଅନୁସାରେ ତାକୁ ଆବଶ୍ୟକ ମାର୍ଗଦର୍ଶନ ଦେବାକୁ ଚେଷ୍ଟା କରିବ। ଅତ୍ୟନ୍ତ ଧୀରତା ଓ ବୁଝାବଣାର ସହିତ ନିଜ ସ୍ୱଭାବ ଓ ପ୍ରକୃତିର ଧାରାଟି ଅନୁସାରେ ତାକୁ ଆବଶ୍ୟକ ମାର୍ଗକୁ ଆମକୁ ଦେଖେଇବାକୁ ପାଇଁ ଚେଷ୍ଟା କରିବା ଦରକାର। ତାକୁ କେବେ ଆମେ ମୁଁ ଯାହା ଚାହୁଁଛି ସେ ସେଇଆ କରୁ ବୋଲି ବାଧ୍ୟ କରିପାରିବା ନାହିଁ। ସେ ଠିକ ତୁମରି ଢଙ୍ଗରେ ଆଚରଣ କରୁ ବୋଲି ତାକୁ ତୁମେ କଦାପି ବାଧ୍ୟ କରିବ ନାହିଁ। ବରଂ ତୁମେ ଅତ୍ୟନ୍ତ ଧୀରତା ଓ ବୁଝାବଣାର ସହିତ ତା ନିଜ ସ୍ୱଭାବ ଓ ପ୍ରକୃତିର ଧାରାଟି ଅନୁସାରେ ତାକୁ ଆବଶ୍ୟକ ମାର୍ଗ ଦେଖେଇବାକୁ ଚେଷ୍ଟା କରିବା। ଅନ୍ୟମାନଙ୍କ ସହିତ କୌଣସି ସଂଘର୍ଷ ନ କରି ସେ କୌଣସି ସ୍ଥାନରେ କାର୍ଯ୍ୟ କରିପାରୁଛି କି ନାହିଁ, ତୁମେ ସେଇ କଥାଟିକୁ ପରୀକ୍ଷା କରି ଦେଖବା। ଯଦି ସେ ଏଇ କାମଟା କରିପାରୁନି, ଆଉ କୋଉ କାମ କରିପାରିବ। ମା ସେଇ ଢଙ୍ଗରେ କାମ କରୁଥିଲେ, କାହାକୁ ଗେଟ୍ ଆଉଟ୍ କରୁନଥିଲେ। ଆଶ୍ରମ ଜଣେ ସାଧକ ମାଙ୍କୁ କହିଲେ, ମା ତମେ କଣ ଏଇ ଲୋକକୁ ଆଣିକି ତମେ ଆଶ୍ରମ ରଖିଦେଲଣି, ସେ ଗୋଟେ କ୍ରାଇମ କରିକି ଆସିଛି, ତା ନାଁରେ ୱାରେଣ୍ଟ ଘୁରୁଛି, ସେଦିନ ସେ ଲୁଚିକି ପଣ୍ଡିଚେରୀ ରହିଛି, ଆଶ୍ରମ ରହିଛି, ଆଶ୍ରମରେ ଆଶ୍ରା ନେଇଯାଇଛି, ତମେ ତାକୁ ରଖିଛ, ପୋଲିସ ଆସିକି ଏଠି ଜୁଲମ କରିବ। କହିଲେ ମୁଁ ଯଦି ବାହାର କରିବାକୁ ଚେଷ୍ଟା କରିବି, ମୁଁ ଯଦି ବାହାର କରିବାର ପ୍ରିନ୍ସିପଲକୁ ଆଡପ୍ଟ କରିନେବି, ତମେ ମଧ୍ୟ ଏଠି ରହିପାରିବ ନାହିଁ। ତେଣୁ ମା କାହାରିକି ଆଶ୍ରମରୁ ବାହାର କରୁନଥିଲେ। ତାର କାରଣ ମା ଜାଣନ୍ତି ସମସ୍ତଙ୍କର କିଛି କିଛି ଭୁଲ ରହୁଛି, କେତେ ସହାନୁଭୂତି ଦେଖେଇଥିଲେ, କେତେ କରୁଣା ଦେଖେଇଥିଲେ, କାହାରିକି ବାହାର କରୁନଥିଲେ। ତେଣୁ ଅନ୍ୟମାନଙ୍କ ସହିତ କୌଣସି ସଂଘର୍ଷ ନ କରି କୌଣସି ସ୍ଥାନରେ କାର୍ଯ୍ୟ କରିପାରୁଛି କି ନାହିଁ
ଆମକୁ ସେଇ କଥାଟିକୁ ପରୀକ୍ଷା କରିବାକୁ ପଡିବ। ଯଦି କ୍ଷମତାରେ ରହିଥିବା ବ୍ୟକ୍ତି ମାନେ ଆପଣାର ଗୁରୁତ୍ୱଟା ବିଷୟରେ ଏଡେ ବଡ ଫୁଲି କରି ରହିଥିବେ, ତେବେ ତଦ୍ୱାରା ସେମାନେ ଯଥାର୍ଥ କାର୍ଯ୍ୟ ସମ୍ପାଦନରେ ଅନେକ ବାଧା ସୃଷ୍ଟି କରିବେ। ଯଦି କ୍ଷମତାରେ ଯୋଉ ବ୍ୟକ୍ତି ମାନେ ଅଛନ୍ତି, ସେ ତା ଅହଙ୍କାର, ତମେ ଜାଣିନ ମୋ ପୋଜିସନ କଣ, ମୋ ଆଇଡେଣ୍ଟିଫିକେସନ କଣ ଜାଣିଛ ତ, ମୁଁ କୋଉ ପୋଜିସନରେ ଜାଣିଛ, ମତେ ତମେ ଚିହ୍ନିନ ମୁଁ କିଏ, କଣ କରିପାରେ ମୁଁ ତମେ ଜାଣିନ, କଣ ଭାବୁଛ କି ତମେ, ର ମତେ ଏମିତି କହିଦଉଛ ତ ଦେଖିବାର, ଏଇଭଳି ଭାବନା ଅହଙ୍କାରର କାର୍ଯ୍ୟ। ତେଣୁ କ୍ଷମତାରେ ଥିବା ବ୍ୟକ୍ତିଟି ଯଦି ଆପଣା ଗୁରୁତ୍ୱକୁ ନେଇ କେତେ ବଡ କରି ଫୁଲିକି ରହିଥିବ, ତେବେ ତଦ୍ୱାରା ଯଥାର୍ଥରେ କାର୍ଯ୍ୟ ସମ୍ପାଦନ ଅନେକ ବାଧା ସୃଷ୍ଟି ହବ। ସେମାନଙ୍କର ଦକ୍ଷତା ଯାହା ହୋଇଥାଉ ପଛକେ, ସେମାନଙ୍କର କଣ ସବୁ ହାସଲ କରୁ, ସେମାନେ କଣ ସବୁ ହାସଲ କରୁଛନ୍ତି, ତାହା କଦାପି ଅସଲ କଥା ନୁହେଁ। ମାତ୍ର ଏ କଥା ମଧ୍ୟ ସତ ନୁହେଁ ଯେ ସେମାନଙ୍କ ଭିତରେ କେବେ ହେଲେ ବି କୌଣସି ସଦିଚ୍ଛା ନଥାଏ। ପ୍ରକୃତରେ ଠିକ କୋଉଟା, ସେ ବିଷୟରେ ସେମାନଙ୍କର ନାନା ଭୁଲ ଧାରଣା ରହିଥାଏ। ଯଦି ସେମାନେ ଦିବ୍ୟ ଲକ୍ଷ୍ୟଟି ବିଷୟରେ ଅଧିକ ସଚେତନ ହୋଇପାରିବେ, ତେବେ ସେଇଠିକୁ କାର୍ଯ୍ୟ କରିବାରେ ମଧ୍ୟ ସେମାନେ ଅବଶ୍ୟ ସଫଳ ହୋଇପାରିବେ। ତାଙ୍କ ଭିତରେ କୋଉଠି ନା କୋଉଠି ଗୋଟେ ସଦିଚ୍ଛା ଥିବ, ଯଦି ସେ ସଦିଚ୍ଛାଟାକୁ ପୋଷଣ କରିଦେଇ ପାରିବେ, ତାହେଲେ ପ୍ରକୃତରେ ଠିକ କୋଉଟା ସେ ବିଷୟରେ ସେମାନଙ୍କର ନାନା ଯୋଉ ଭୁଲ ଧାରଣା ରହିଥାଏ ସେ ଜାଣିପାରିବେ। ଅନେକଙ୍କର ତ ଅନେକ ଭୁଲ ଧାରଣା ରହିଛି, ମଣିଷ ମାତ୍ରକେ ସେ ପ୍ରକାର ଭୁଲ ଧାରଣା ରହେ। ତେଣୁ ପ୍ରକୃତିରେ କୋଉଟା ଠିକ ସେ ବିଷୟରେ ସେମାନଙ୍କର ନାନା ଭୁଲ ଧାରଣା ରହିଥାଏ। ଯୋଉମାନେ କ୍ଷମତାରେ ଥାନ୍ତି, ଅହଂକୁ ନେଇକି ଫୁଲିକିରି ଥାନ୍ତି, ସେମାନଙ୍କ ଅନେକ ଭୁଲ ଧାରଣା ଥାଏ। ଯଦି ସେମାନେ ଦିବ୍ୟ ଲକ୍ଷ୍ୟଟି ବିଷୟରେ ସଚେତନ ହେବେ ଅଧିକରୁ ଅଧିକ, ତାହେଲେ ଯାଇ ସେମାନେ ସେ କାର୍ଯ୍ୟଟି କରିବାରେ ଅବଶ୍ୟ ସଫଳ ହେଇପାରିବେ। ତେଣୁ ଆମକୁ ସେଇ ଦୃଷ୍ଟିକୋଣ ନେଇକି ମାଙ୍କ ଧାରାରେ କାର୍ଯ୍ୟ କରିବାକୁ ପଡିବ। ଯେହେତୁ ଆମେ ମା ସ୍କୁଲ ପାଇଁ ଉଦ୍ଦିଷ୍ଟ ହେଲୁଣି, ଆମେ ସେଇ ଢଙ୍ଗରେ ଆମକୁ କାର୍ଯ୍ୟ କରିବାକୁ ପଡିବ। ତେଣୁ ଆମକୁ ଅଧିକରୁ ଅଧିକ ପରିପୂର୍ଣ୍ଣ ହେଉଥିବା ସଙ୍ଗେ ସଙ୍ଗେ ଆମ ଭିତରେ ଅନ୍ୟମାନଙ୍କୁ ଅଧିକରୁ ଅଧିକ ଉଦାର ଭାବରେ ବୁଝିପାରିବାର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିବା। ତେଣୁ ଆମେ ଯେତେ ଅଧିକ ପରିପୂର୍ଣ୍ଣ ହଉଥିବା, ଆଉ ତା ସଙ୍ଗେ ସଙ୍ଗେ ଆମ ଭିତରେ ଅନ୍ୟମାନଙ୍କୁ ଅଧିକରୁ ଅଧିକ ଉଦାରପୂର୍ଣ୍ଣ ଭାବ ଦେଖେଇ ପାରୁଥିବା, ବୁଝିପାରୁଥିବା ଏବଂ ସେମାନଙ୍କର ସାମର୍ଥ୍ୟକୁ ବୃଦ୍ଧି କରିବା ଯଦି ଆମେ ସହଯୋଗ କରିପାରୁଥିବା, ତାହେଲେ ଯାଇ ସାମଞ୍ଜସ୍ୟପୂର୍ଣ୍ଣ ଭାବରେ କାର୍ଯ୍ୟ ହେଇପାରିବ। ତେଣୁ ଅନ୍ୟମାନେ କଣ କରୁଛନ୍ତି ସେ କଥା ନେଇ କେବେ ହେଲେ ଆପଣଙ୍କୁ ବିବ୍ରତ କରି ରଖ ନାହିଁ। ମା କହୁଛନ୍ତି, ଏଇ କଥାଟାକୁ ମୁଁ ତୁମକୁ କେତେ ବାର କହିସାରିଲିଣି, ଏ କଥାକୁ ମୁଁ ତୁମକୁ ଆଉ କେତେ ଥର କହିବି କେଜାଣି, ତୁମେ କଦାପି କାହାରି ବିଚାର କରିବ ନାହିଁ, କାହାରି ସମାଲୋଚନା ବି କରିବ ନାହିଁ। ସେସବୁ କରିବା ମୋଟେ ତୁମର କାର୍ଯ୍ୟ ନୁହେଁ। ଅନ୍ୟମାନେ କଣ କରୁଛନ୍ତି ସେ କଥାକୁ ନେଇ କେବେ ହେଲେ ଆପଣଙ୍କୁ ବିବ୍ରତ କରି ରଖ ନାହିଁ। ଏଇ କଥାଟିକୁ ମୁଁ ତୁମକୁ ଆଉ କେତେ ବାର କହିବି କେଜାଣି, ତୁମେ କଦାପି କାହାରି ବିଚାର କରିବ ନାହିଁ, କାହାରି ସମାଲୋଚନା ବି କରିବ ନାହିଁ। ସେସବୁ କରିବା ମୋଟେ ତୁମର କାର୍ଯ୍ୟ ନୁହେଁ। ତେବେ ଏଇଥିରେ ଆମେ ବୁଝିବା, ଆମେ କେବେ ସମାଲୋଚନା କରିବାକୁ ଯିବାନି। ସମାଲୋଚନା ସାଧନାରେ ମୋଟେ ସହାୟକ ନୁହେଁ।